Let us turn to the 4th chapter of John. ଯୋହନ 4 ଅଧ୍ୟାୟ ଦେଖିବା। John 4th chapter. ଯୋହନ ଲିଖିତ ସୁସମାଚାର 4 ଅଧ୍ୟାୟ 15th verse. 15 ପଦ। The woman saith unto him, ସ୍ତ୍ରୀ ଲୋକଟି ତାହାଙ୍କୁ କହିଲା, Sir, ମହାଶୟ, give me this living water. ମୋତେ ସେଇ ଜୀବନଦାୟକ ଜଳ ଦିଅନ୍ତୁ। Give me this living water. ମୋତେ ସେଇ ଜୀବନଦାୟକ ଜଳ ଦିଅନ୍ତୁ। Now, my dear ଏବେ friends, ମୋର ପ୍ରିୟ ବନ୍ଧୁମାନେ, there is deep in your soul a thirst which nothing can quench. ତୁମର ଆତ୍ମାର ଗଭୀରତାରେ ଏପରି ଏକ ତୃଷ୍ଣା ଅଛି ଯାହା କୌଣସି ବି ବିଷୟ ସେ ପିପାସାକୁ ମେଣ୍ଟାଇ ପାରିବ You try ନାହିଁ। to fill it with sinful pleasure ତୁମେ ତାହାକୁ ସେଇ ପାପ ଅଭିଳାଷରେ ପୂର୍ଣ୍ଣ କରିବାକୁ ଚାହିଁଥାଅ, by free sex. ଆଉ ସେଇ ଯୋଉ ମୁକ୍ତ ଯୌନ ସମ୍ବନ୍ଧରେ। Listen, friends, ଜଣେ ଗୁରୁ, you can give it a glorious paint, ଆଉ ତୁମେ ତାହା ଉପରେ ଏକ ମହିମାପୂର୍ଣ୍ଣ ରଙ୍ଗ ଲଗାଇପାର, but these things will never satisfy your innermost. ଏହି ବିଷୟ ଗୁଡ଼ିକ ତୁମର ଭିତରର ତୃଷ୍ଣାକୁ କେବେ ବି ମେଣ୍ଟାଇ ପାରିବ ନାହିଁ। What was the record of this woman? ଆଉ ଏହି ସ୍ତ୍ରୀଙ୍କର ତାଙ୍କର ନାମ କୋଉଥିରେ ଥିଲା? She is asking for the living ସେ water, ଜୀବନଦାୟକ ଜଳ ନିମନ୍ତେ ପଚାରୁଥିଲେ, but କିନ୍ତୁ what did Jesus say? ଯୀଶୁ କ'ଣ କହିଲେ? 16th verse. 16 ପଦ। Jesus said to her, ଯୀଶୁ ତାକୁ କହିଲେ, Go, ଯାଅ, call your ତୁମ husband, ସ୍ୱାମୀକି ଡାକି ଏଠାକୁ ଆସ। come hither. ସେ ଏଠାକୁ ଆସିଲେ। Is it a great problem to call your husband? ନିଜର ସ୍ୱାମୀଙ୍କୁ ଡାକିବା କ'ଣ ଏତେ କଠିନ ବିଷୟ କି? Is it a big problem to some of you ତୁମ women? ସ୍ତ୍ରୀମାନଙ୍କ ନିମନ୍ତେ ଏହା ଏକ କଠିନ ବିଷୟ କି? Who is my husband? କିଏ ମୋହର ସ୍ୱାମୀ? Maybe you don't know who is your husband. ହୁଏତ ତୁମେ ଜାଣିନ ତୁମର ସ୍ୱାମୀ କିଏ, Who is your wife? ତୁମର ସ୍ତ୍ରୀ କିଏ। Maybe you don't know who is your wife. ହୁଏତ ତୁମର ସ୍ତ୍ରୀ କିଏ ତୁମେ ଜାଣିନାହଁ। This woman said, ଏହି ସ୍ତ୍ରୀ ଜଣକ କହିଲେ, Sir, I have no husband. ମହାଶୟ, ମୋର ସ୍ୱାମୀ ନାହିଁ। Jesus said, ଯୀଶୁ ତାଙ୍କୁ କହିଲେ, correct, ଠିକ ଅଛି, because you had 5 କାରଣ husbands. ତୁମର 5ଟି ସ୍ୱାମୀ ଅଛନ୍ତି, And the man whom you now have is not your husband. ଆଉ ଯିଏ ବର୍ତ୍ତମାନ ତୁମ ପାଖରେ ଅଛି ସେ ତୁମର ସ୍ୱାମୀ ନୁହେଁ। I do not know how many families ଆଉ this ମୁଁ woman ଜାଣିନି କେତେ destroyed. ପରିବାରକୁ ଏହି ସ୍ତ୍ରୀ ଜଣକ ଧ୍ୱଂସ କରିଅଛନ୍ତି। Listen, friends, ଶୁଣନ୍ତୁ ବନ୍ଧୁମାନେ, there is that potential in every one of ଆମ us. ମଧ୍ୟରେ ପ୍ରତ୍ୟେକ ଜଣଙ୍କର ଏହି କ୍ଷମତା ଅଛି To the potential to destroy other families. ଅନ୍ୟ ପରିବାର ଗୁଡ଼ିକୁ ଧ୍ୱଂସ କରିବାର କ୍ଷମତା। No, I cannot say what would have happened to me if Jesus had not given me the living water and changed ଯଦି my ଯୀଶୁ ମୋତେ life. ସେଇ ଜୀବନଦାୟକ ଜଳ ଦେଇ ମୋର ଜୀବନ ପରିବର୍ତ୍ତନ ନ କରିଥାନ୍ତେ ତାହେଲେ ମୋର କ'ଣ ହୋଇଥାନ୍ତା? Already I was corrupting too many people. ମୁଁ ଅନେକ ଲୋକମାନଙ୍କୁ ଧ୍ୱଂସ କରୁଥିଲି, Uncleanness was coming out of me. ଆଉ ମୋ ଠାରୁ ସେଇ ଅପବିତ୍ରତା ଅଶୁଚିତା ଆସୁଥିଲା। Oh, my friend, what a potential ମୋର ପ୍ରିୟ ବନ୍ଧୁମାନେ, କେତେ କ୍ଷମତା to destroy other families ଅନ୍ୟ ପରିବାର ଗୁଡ଼ିକୁ ଧ୍ୱଂସ କରିବାର, or to build other families, ନହେଲେ ଅନ୍ୟ ପରିବାର ଗୁଡ଼ିକୁ ଗଢ଼ିବାର, to wipe away the tears, ସେଇ ଅଶ୍ରୁ ଗୁଡ଼ିକ ପୋଛିବାର, or to fill your neighbors with ନହେଲେ tears. ନିଜର ପଡ଼ୋଶୀମାନଙ୍କୁ ଅଶ୍ରୁରେ ପୂର୍ଣ୍ଣ କରିବାର। What a potential. କେତେ ବଡ଼ କ୍ଷମତା! And you have got to choose what you're going to ଆଉ do. ତୁମେ କ'ଣ କରିବ ତାହା ତୁମକୁ ଚୟନ କରିବାକୁ ପଡ଼ିବ। This woman had chosen her course of life. ଆଉ ଏହି ସ୍ତ୍ରୀ ନିଜର ଜୀବନ ଶୈଳୀକୁ ଚୟନ କଲେ। She began to destroy the families in that ସେଇ city. ସହରରେ ସେଇ ପରିବାର ଗୁଡ଼ିକୁ ଧ୍ୱଂସ କରିବାରେ ଲାଗିଲେ। And Jesus said, ଆଉ ଯୀଶୁ କହିଲେ, simple question. Go call who is your husband. Bring him. ସାଧାରଣ ପ୍ରଶ୍ନ, ଯାଅ ତୁମ୍ଭ ସ୍ୱାମୀକୁ ଡାକି ଏଠାକୁ ଆସ। And that seemed like an impossibility.
to this ए woman. ସ୍ତ୍ରୀଙ୍କ ନିମନ୍ତେ ତାହା ଏକ ଅସମ୍ଭବ କାର୍ଯ୍ୟ ଲାଗୁଥିଲା। Why? କାହିଁକି? Because of her immorality, ତାଙ୍କର ଅନୈତିକତା ସକାଶୁ, her adultery. ତାଙ୍କର ବ୍ୟଭିଚାର ସକାଶୁ। You can't have the living water when your heart is full ଯେତେବେଳେ of ତୁମର sin. ହୃଦୟ ପାପରେ ପୂର୍ଣ୍ଣ ଥିବ ତୁମେ ଜୀବନଦାୟକ ଜଳ ପାଇପାରିବ ନାହିଁ। So Jesus ତେଣୁ said, ଯୀଶୁ କହିଲେ, come on, confess your sin. ଆଉ ତୁମର ପାପକୁ ସ୍ୱୀକାର କର। What have you been doing in this ଆଉ ଏଇ city? ସହରରେ ତୁମେ କଣ କରୁଅଛ? Destroying the ଏଇ city? ସହରକୁ ଧ୍ୱଂସ କରୁଅଛ। Destroying the families in the ଏଇ city? ସହରରେ ପରିବାର ଗୁଡିକୁ ଧ୍ୱଂସ କରୁଅଛ। Destroying the neighbors in your village? ତୁମର ଗ୍ରାମରେ ପଡୋଶୀ ମାନଙ୍କୁ ଧ୍ୱଂସ କରୁଅଛ। Come on, confess it. ଆସ ସ୍ୱୀକାର କର। I will give you the living water. ମୁଁ ତୁମକୁ ଜୀବନଦାୟକ ଜଳ ଦେବି। My dear friend, ମୋର ପ୍ରିୟ ବନ୍ଧୁମାନେ, she said, ସେ କହିଲେ, Sir, ମହାଶୟ, I perceive that you are a ମୁଁ prophet. ଭାବୁଅଛି ଆପଣ ସେଇ ଭାବବାଦୀ ଅଟନ୍ତି। That's all she ଆଉ knew. ତାହା ହିଁ ସେ ଜାଣିପାରିଲେ। This man is telling what is in my ଆଉ ଏଇ heart. ବ୍ୟକ୍ତି ଜଣକ କହୁଛନ୍ତି ମୋର ହୃଦୟରେ କଣ ଅଛି। He must be a ସେ prophet. ନିହାତି ଜଣେ ଭାବବାଦୀ। That's all. ତାହା ହିଁ Jesus said, ଯୀଶୁ କହିଲେ, if thou knewest to whom you are ଯଦି talking, ତୁମେ ଜାଣିବ ଯେ ତୁମେ କାହା ସହ କଥା ହେଉଛ, you would have asked of him and he would have given you the ତୁମେ living ତାଙ୍କୁ water, ପଚାରିଥାନ୍ତ ଆଉ ସିଏ ତୁମକୁ ଜୀବନଦାୟକ ଜଳ ଦିଅନ୍ତେ। that it may be a fountain of living water in you. ତାହା ଯେପରି ତୁମକୁ ଜୀବନଦାୟକ ଜଳର ନିର୍ଝର ସ୍ୱରୂପ ହେବ। But then, କିନ୍ତୁ ତାପରେ ଜାଣନ୍ତି କି she began to talk a little philosophy. ଆଉ ସିଏ କିଛି ଦର୍ଶନ ଶାସ୍ତ୍ର କହିବାକୁ ଲାଗିଲେ। Some people know very cleverly how to hide ଆଉ themselves. କେତେ ଜଣ ବହୁତ ଚାଲାକ ଭାବରେ ନିଜକୁ କିପରି ଲୁଚାଇବାର ଅଛି ତାହା ଜାଣନ୍ତି। They will talk high ଆଉ ସେମାନେ philosophy. ବହୁତ ଉର୍ଦ୍ଧ୍ୱ ଦର୍ଶନ ଶାସ୍ତ୍ର କହିବେ। Listen, friends, ଶୁଣନ୍ତୁ ବନ୍ଧୁମାନେ, your sins will find you out. ତୁମର ପାପ ତୁମକୁ ଧରିବ। Now, ଏବେ this woman, ଏହି ସ୍ତ୍ରୀ ଜଣକ she came to the well, for water. ସିଏ ସେଇ କୂଅକୁ ଜଳ ନିମନ୍ତେ ଆସିଥିଲେ, But she left her pot କିନ୍ତୁ there. ସିଏ ନିଜର ମାଠିଆକୁ ସେଠାରେ She ଛାଡ଼ିଦେଲେ went back to the ଆଉ city. ସିଏ ସହରକୁ ପଳାଇ ଗଲେ। And what did she say to the men of the ଆଉ ସେଇ city? ଯୋଉ ସହରର ପୁରୁଷମାନଙ୍କୁ କଣ କହିଲେ? Come, see the man that told me all that ever I did. ଆସ ଜଣଙ୍କୁ ଦେଖିବ ମୁଁ ଯାହା ଯାହା କରିଅଛି ସେଇ ସବୁ ସେ ମୋତେ କହିଲେ। Is not this the Christ? ସେ କେଜାଣି ଖ୍ରୀଷ୍ଟ ହେବେ ପରା। Is not this the Prayashchit, the Prajapati, the great Savior who should come into this world? ସେ କେଜାଣି ସେହି ପ୍ରଜାପତି ନହେଲେ ପ୍ରାୟଶ୍ଚିତ ବଳି ଯିଏ ଏହି ଜଗତକୁ ଆସିବାର ଅଛି। Come see the man ଆସ ଜଣଙ୍କୁ ଦେଖିବ who told me all that ever ଆଉ I ମୁଁ did. ଯାହା ଯାହା କରିଅଛି ସେ ସବୁ ସେ ମୋତେ କହିଲେ। My dear people, ମୋର ପ୍ରିୟ ଲୋକମାନେ, do you think you can resist such a demonstration of God's transforming power? ପ୍ରଭୁଙ୍କର ଏହି ପରିବର୍ତ୍ତନ ଶକ୍ତିକୁ କ'ଣ ତୁମେ ଅବରୋଧ କରିପାରିବ କି? Nobody କେହି can. ବି ତାହା କରିପାରିବେ ନାହିଁ। Literally, the whole city came to see Jesus. ଆଉ ସେଇ ସାରା ନଗର ଯୀଶୁଙ୍କୁ ଦେଖିବା ପାଇଁ ଆସିଲେ And ଏବଂ when they heard him, ଯେତେବେଳେ ସେମାନେ ତାଙ୍କୁ ଶୁଣିଲେ they ସେ said, କହିଲେ, we believe in him because of your words ତୁମର ବାକ୍ୟ ନିମନ୍ତେ ଆମେ ତାଙ୍କ ଉପରେ ବିଶ୍ୱାସ କରୁ that you said. He told you all that ever you ଆଉ did. ଯାହା ତୁମେ କହିଲ ଯେ ତୁମେ ଯାହା ଯାହା କରିଛ ସେ ତୁମକୁ କହିଲେ And also, ଆଉ ଏବଂ ମଧ୍ୟ we have heard him ourselves. ଆମେ ନିଜେ ତାଙ୍କ ଠାରୁ ଶୁଣିଅଛୁ And we believe in ଆଉ ଆମେ him. ତାଙ୍କ ଉପରେ ବିଶ୍ୱାସ କରୁଅଛୁ। My dear friend, ମୋର ପ୍ରିୟ ଲୋକମାନେ, to which doctor do you ତୁମେ go? କୋଉ ଡାକ୍ତରଙ୍କ ପାଖକୁ ଯାଇଥାଅ? The doctor who looks at your ଆଉ cancer. ଯୋଉ ଡାକ୍ତର ତୁମ କ୍ୟାନ୍ସରକୁ ଦେଖିଥାଏ, Oh, this is nothing. ଆଉ ଏହା କିଛି ବି ନୁହେଁ, Put some amrutanjan. ଆଉ ତା ଉପରେ କିଛି ଅମୃତାଞ୍ଜନ ଲଗାଇ ଦିଅ, That's enough. ଆଉ ସେତିକି ଯଥେଷ୍ଟ। Will you go to such a doctor କ'ଣ again? ଏପରି ଡାକ୍ତର ନିକଟକୁ ତୁମେ ଯିବ କି? No. ନାହିଁ।
One big doctor told me जणे बड़ this. डाक्टर मते ଏହା कहिले He से said, कहिले this woman came to me and I आ examined ए her. स्त्री मो निकट को आसिले आ मु तांकर परीक्षा कली I knew it was cervical cancer. आ मु जानी थिली ଏହା सर्वाइकल कैंसर अटे I knew it. मु ताहा जानी थिली And I sent her to the big आ मु hospital. तांकु एक बड़ हॉस्पिटल को पठाइली Said, go and check in this expert hospital. आ ए जो बड़ हॉस्पिटल ले तुमे जाई परीक्षा कराओ They examined her से माने तांकु परीक्षा कले and they said, no, nothing wrong. That's a wrong diagnosis. आ से कहले नाही किछि भी नाही ताहा भूल भाबरे कुआ जाई अछि We have examined you, you're all आमे right. तुमरो परीक्षा करी अछु आ तुमे ठीक अछ After a few months, किछि मास परे she went back to the big hospital से पुणी से बड़ हॉस्पिटल को फेरिकी गले because कारण the cancer had progressed. आ से कैंसर टी आउरी बढ़ी जाइथिला And then they said आ to her, तापरे से माने ताकू कहिले it is too आ late. एहा बहुत विलंब होई जाइछि You came too तुमे late. बहुत विलंब रे आसिल I can do nothing for you एबे now. आमे तुम पई किछि करि पारिबु नाही What did this woman say? आ ए स्त्री कोन कहिबो I came in time, आ से कहले मु समय रे आसीथिली but you just whitewashed the situation. किंतु सेही परिस्थिति को आपण केवल चून लगाई देले My dear friend, मोर प्रिय बंधु माने where will you तुमे go? कोठाकू जीवो Where your sin is pointed out, जोठारे तुमर पाप को देखा जाऊ अछि where your soul will be rescued from hellfire. जोठी तुमर आत्मा से नरकाग्नि रु उद्धार पाइबो Where will you तुमे go? कोठी को जीवो What are you तुमे doing? कोन करू अछ What is this nation ए doing? देश कोन करू अछि That is how they ताहाई behave. से माने व्यवहार करू अछंती Wherever there is religion, जोठी भी धर्म अछि oh, it is very ଏହା sad. बहुत दुखर विषय There's a lot of deceit and आ sham बहुत ही धोखा और लज्जा सेटारे and money. टंका 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 What does God want your money for? प्रभु तुमर टंका कोन पाई चाहिबे You see, you can see that normally we don't take any offering in our meeting. साधारणतः भाबरे सभारे आमे दान ग्रहण करि न थाउ Only once, like the last night, like tomorrow night, we will give you a chance to share in the work of God. आ केवल शेष रात्रि रे आसंता काली आ प्रभुଙ୍କ कार्य रे भाग नेबा पई आमे सुजोग देई थाउ But किंतु what do I मु say? कोन कुहे What has money to do with टंका God? प्रभुଙ୍କ सहित सेतिरे कोन संबंध Nothing. किछि भी नुहे Who is important? किए महत्वपूर्ण Is it your money or you? कोन तुमर टंका ना तुमे Oh, I am going to donate 10 मु 10 lakhs. लाख टंका दान करिबाकू जाऊ अछि Oh, your 10 lakhs. तुमर 10 लाख टंका My dear friends, मोर प्रिय बंधु do माने you think you can bribe कोन तुमे God? भाबुछ तुमे प्रभुଙ୍କୁ लांच देई पारिबो No, you cannot. नाही देई पारिबो नाही I will give you the living मु तुमको water. सेई जीवनदायक जल देबी And the water that I will give you will be in you a well of life. आ जो जल मु तुमको देबी से तुमर निर्झर स्वरूपे तुमठारु उछुली उठिबो Springing up into eternal, आ everlasting ताहा life. अनन्तकालीन जीवन निमन्ते निर्झर स्वरूपे बहिबो My dear मोर friends, प्रिय बन्धु माने religion only for one evening. धर्म केवल गोटिए कोन संध्या पाई कि Is it there for to tickle your ears ताहा तुमर कान केवल कुण्डेबा पाई कि or to worship some man किछि व्यक्तिଙ୍କୁ पूजा करिबा पाई कि or say, oh, he's a great preacher, नाइ से speaker? से जणे महान वक्ता महान प्रचारक No, my friend, ना मोर बन्धु माने that is not religion at all. ताहा जमा भी धर्म नुहे What is religion? धर्म कोन To seek the living Savior with all your तुमर heart. संपूर्ण हृदय रे तुमे से जीवंत उद्धारकर्ताଙ୍କୁ To खोजिता rend your heart and not your निजर garment. हृदय को चिरिबा पाई निजर वस्त्र चिरिबा पाई नुहे To be filled with that living से water जीवनदायक जल रे पूर्ण हेबा पाई so that जेपरि कि
the people whom you have ଆଉ corrupted, ଯୋଉ ଲୋକମାନଙ୍କୁ ତୁମେ ତାଡ଼ନାତି the families whom you have ଯୋଉ destroyed, ପରିବାର ଗୁଡ଼ିକୁ ତୁମେ ଧ୍ୱଂସ କରିଅଛ will be rebuilt ସେମାନେ again. ପୁନର୍ବାର ଗଠନ ହେବେ This water, ଏଇ ଜଳ this living ଏଇ water, ଜୀବନଦାୟକ ଜଳ will be in you a well of life, springing up to eternal ଆଉ life. ତାହା ସେଇ ଅନନ୍ତ କାଳ ନିମନ୍ତେ ବହୁଥିବା ନିର୍ଜର ସ୍ୱରୂପ ହେବ Do you କଣ see? ତୁମେ ଦେଖୁଛ କି Thou hast loved righteousness. ସେଇ ପ୍ରେମ ଧାର୍ମିକତା Thou hast hated ଆଉ ତୁମେ wickedness. ଅଧାର୍ମିକତାକୁ ଘୃଣା See, କରିଅଛ it's not in our nature to hate wickedness. ସେଇ ଯୋଉ ଦୁଷ୍ଟତାକୁ ଘୃଣା କରିବା We like to acknowledge it. We like to just smooth over ଆମେ it. ତାହାକୁ ଜାଣିବାକୁ ଚାହିଁଥାଉ ଆମେ ତାହା ଉପରେ ଖାଲି ନରମରେ ବଳାଇବାକୁ ଚାହିଁଥାଉ We say that is my mama God. ଆମେ କହିଥାଉ ସିଏ ମୋର ମାମୁଁ That is my uncle. ସିଏ ମୋର ମାମୁଁ So I'll keep quiet. ଆଉ ମୁଁ ନୀରବ ହୋଇ ରହିବି Let him do what he likes. ତାକୁ ଯାହା ପସନ୍ଦ ସେ ତାହା କରୁ He is my man. ସିଏ ମୋହର ବ୍ୟକ୍ତି My dear man, ମୋର ପ୍ରିୟ ବ୍ୟକ୍ତି do you think that is righteousness? କଣ ତୁମେ ଭାବୁଛ ତାହା ଧାର୍ମିକତା You can't hate wickedness. ତୁମେ ଦୁଷ୍ଟତାକୁ ଘୃଣା କରିପାରିବ ନାହିଁ How କେତେ sad. ଦୁଃଖର ବିଷୟ Because your heart is evil. କାରଣ ତୁମର ହୃଦୟ ମନ୍ଦ ଅଟେ You can't tell your relative ତୁମେ ନିଜର ସମ୍ପର୍କୀୟକୁ କହିପାରିବ ନାହିଁ what you're doing ତୁମେ ଯାହା କରୁଛ is evil. ତାହା ମନ୍ଦ ଅଟେ Now I find ଆଉ ଏବେ ମୁଁ ଦେଖିବାକୁ ପାଉଛି that after an inquiry, people who have retired long ago are being recalled, ଆଉ ଯୋଉମାନେ ବହୁତ stand before judges. ଦିନ ପୂର୍ବରୁ ଅବସର ପ୍ରାପ୍ତ ହୋଇଥିବେ ତାଙ୍କୁ ସେଇ ନ୍ୟାୟାଧୀଶଙ୍କ ସମ୍ମୁଖରେ ଛିଡ଼ା କରାଯାଉଅଛି No, ନାହିଁ you say big man, big ଆଉ man, ତୁମେ କହିଥାଅ ବଡ଼ ବ୍ୟକ୍ତି ବଡ଼ big man. ବ୍ୟକ୍ତି My dear ମୋର friend, ପ୍ରିୟ ବନ୍ଧୁମାନେ before God, you're not a big ପ୍ରଭୁଙ୍କ man. ସମ୍ମୁଖରେ ତୁମେ ବଡ଼ ବ୍ୟକ୍ତି ନୁହଁ Before God, you're only a small man, and I am a small man. ପ୍ରଭୁଙ୍କ ସମ୍ମୁଖରେ ତୁମେ ଏକ ଛୋଟ ବ୍ୟକ୍ତି ଅଟ ମୁଁ ମଧ୍ୟ ଛୋଟ ବ୍ୟକ୍ତି ଅଟେ We cannot hide ଆମେ evil. ମନ୍ଦତାକୁ ଲୁଚାଇ ପାରିବୁ ନାହିଁ What a new nature. କେତେ ନୂତନ ସ୍ୱଭାବ To hate evil, ସେଇ ମନ୍ଦତାକୁ ଘୃଣା କରିବା ପାଇଁ to hate the lying ସେଇ tongue. ମିଥ୍ୟା ଜିହ୍ୱାକୁ ଘୃଣା କରିବା ପାଇଁ When Jesus comes into your ଯେତେବେଳେ life, ଯୀଶୁ ତୁମ ଜୀବନକୁ ଆସନ୍ତି you know the draw of money, the covetousness for money, ସେଇ ଯୋଉ ଟଙ୍କା ପାଇଁ ଲୋଭ ସେଇ ଲୋଭୀ ହୃଦୟ to lose it. ତାହାକୁ ହରାଇବା ପାଇଁ And you ଆଉ say, ତୁମେ କହିଥାଅ oh, I will gladly return all that I ଆଉ have ମୁଁ taken. ଯାହା ନେଇଅଛି ତାହାକୁ ଆନନ୍ଦିତ ଭାବରେ ଫେରାଇ ଦେବି I've seen people, how many ଆଉ ମୁଁ people, କେତେ ଲୋକ returning money to the railways, returning money to the taxes. Oh my. ଆଉ ରେଲୱେକୁ ଆଉ ଯୋଉ କର ନିମନ୍ତେ କେତେ ଜଣଙ୍କୁ ଫେରାଇବାର ମୁଁ ଦେଖିଅଛି My dear ମୋର friend, ପ୍ରିୟ ବନ୍ଧୁମାନେ on the day when you pay your income tax, ଆଉ ଯୋଉ ଦିନ ନିଜର ତୁମେ ଆୟକରକୁ ଭର୍ତ୍ତି କରିବ 31st of March, ମାର୍ଚ୍ଚ 31ରେ let God be pleased with your righteousness. ପ୍ରଭୁ ତୁମର ଧାର୍ମିକତାରେ ଆନନ୍ଦିତ ହୁଅନ୍ତୁ You know, if all the people who are tax thieves return taxes to the government, ଯଦି ସେଇ ଲୋକମାନେ ଯୋଉମାନେ କରକୁ ଚୋରି କରିଥାନ୍ତି ଯଦି ସେମାନେ ଫେରାଇ ଦେଲେ ସରକାରକୁ there would be no difficulty. କୌଣସି ବି We ଅସୁବିଧା would ହେବ not ନାହିଁ all be taxed so heavily. ଆଉ ଏତେ ଅଧିକ କର ତୁମକୁ ଦେବାକୁ ପଡ଼ିବ ନାହିଁ No, my friend, ନା ମୋର ପ୍ରିୟ ବନ୍ଧୁମାନେ all that will ଆଉ ସେଇ stop ସମସ୍ତ ବିଷୟ ବନ୍ଦ ହେବ when the Lord Jesus touches your heart. ଯେତେବେଳେ ପ୍ରଭୁ ଯୀଶୁ ତୁମର ହୃଦୟକୁ ଛୁଇଁଥାନ୍ତି And you will tell ଏବଂ others, ତୁମେ ଅନ୍ୟମାନଙ୍କୁ କହିବ come see the man. ଆସ ସେଇ ବ୍ୟକ୍ତିଙ୍କୁ ଦେଖ
Who is this ए man? व्यक्ति जनक किए Is he an ordinary prophet or ordinary कौन mortal? सी जने साधारण व्यक्ति की साधारण भाववादी की No. नहीं He is the very Son of God. ସିଏ ଈଶ୍ୱରଙ୍କ ପୁତ୍ର ଅଟନ୍ତି He is the true manifestation of God. ସିଏ ପ୍ରଭୁଙ୍କର ପ୍ରକୃତ ରୂପ ଅଟନ୍ତି He told me all that ever I did. ଆଉ ମୁଁ ଯାହା ଯାହା କରିଅଛି ସେ ତାହା କହୁଛନ୍ତି He transformed ସିଏ me. ମୋତେ ପରିବର୍ତ୍ତନ କରିଅଛନ୍ତି Oh, what a blessing you ଆଉ can ତୁମେ be. କେତେ ମହାନ ଆଶୀର୍ବାଦ ହୋଇପାରିବ Let us pray. ପ୍ରାର୍ଥନା କରିବା Let us pray. ପ୍ରାର୍ଥନା କରିବା In a few moments we'll କିଛି send you ସମୟ home. ମଧ୍ୟରେ ତୁମକୁ ଘରକୁ ପଠାଇ ଦିଆଯିବ Tell God, ପ୍ରଭୁଙ୍କୁ କୁହ Oh God, ହେ ପ୍ରଭୁ Forgive ମୋତେ me. କ୍ଷମା କରନ୍ତୁ I have not loved ମୁଁ righteousness. ଧାର୍ମିକତାକୁ ପ୍ରେମ କରିନାହିଁ I have hated ମୁଁ righteousness. ଧାର୍ମିକତାକୁ ଘୃଣା କରିଅଛି Forgive me, ମୋତେ Lord. କ୍ଷମା କରନ୍ତୁ ପ୍ରଭୁ Oh, my sins are in my own heart. ମୋର ପାପ ମୋ ହୃଦୟରେ ଅଛି I cannot bear the weight of my ମୋର sin. ପାପର ବୋଝକୁ ମୁଁ ଆଉ ସହିପାରିବି ନାହିଁ Tell the Lord ପ୍ରଭୁ Jesus, ଯୀଶୁଙ୍କୁ କୁହ give me a ମୋତେ new ଏକ heart. ନୂତନ ହୃଦୟ ଦିଅନ୍ତୁ Give me this living ମୋତେ ଏହି water. ଜୀବନଦାୟକ ଜଳ ଦିଅନ୍ତୁ No, I don't want to put on bhakti ଆଉ ମୁଁ ସେଇ vesha. ଭକ୍ତିର ବେଶ ରଖିବାକୁ No ଚାହୁଁନାହିଁ more my ମୋର deceit. ଆଉ ଧୋକାନ୍ୱିତ ହୃଦୟ ନୁହେଁ Wash me in your precious ଆପଣଙ୍କର blood. ସେଇ ମୂଲ୍ୟବାନ ରକ୍ତରେ ମୋତେ ଧୌତ You କରନ୍ତୁ shed your blood for me. ଆପଣଙ୍କର ରକ୍ତ ମୋ ନିମନ୍ତେ ବୁହାଇ ଅଛନ୍ତି Lord Jesus, ପ୍ରଭୁ ଯୀଶୁ cleanse me from my ମୋର sin. ପାପରୁ ମୋତେ ଶୁଚି କରନ୍ତୁ Make my family a new ମୋର ପରିବାରକୁ family. ଏକ ନୂତନ ପରିବାର କରି ଗଢ଼ନ୍ତୁ Let me not be a destroyer of peace in ମୁଁ families. ଯେପରି ଏ ପରିବାରର ଶାନ୍ତିର ଧ୍ୱଂସକାରୀ ନ ହୁଏ Let me be a rebuilder and one who brings joy to the heart of my ମୁଁ ଯେପରି neighbors. ପୁନର୍ଗଠନକାରୀ ହୋଇପାରେ ଆଉ ମୋର ପଡ଼ୋଶୀମାନଙ୍କର ହୃଦୟକୁ ଆନନ୍ଦ ଆଣିପାରେ God is listening to your prayer. ପ୍ରଭୁ ତୁମର ପ୍ରାର୍ଥନା ଶୁଣୁଅଛନ୍ତି Oh, loving ହେ Father, ପ୍ରେମମୟ ପିତା put your nail-pierced hands upon these dear ଆପଣଙ୍କର people. କଣ୍ଠବିଦ୍ଧ ହସ୍ତ ଏହି ପ୍ରିୟ ଲୋକମାନଙ୍କ ଉପରେ ପକାନ୍ତୁ You bore our sins, Lord ପ୍ରଭୁ Jesus. ଯୀଶୁ ଆପଣ ଆମର ପାପକୁ ବହି You ଅଛନ୍ତି became the priesthood bali for ଆମର our ପାପ sin. ନିମନ୍ତେ ଆପଣ ପ୍ରାୟଶ୍ଚିତ ବଳି Make ହୋଇଅଛନ୍ତି us your sons and ଆପଣଙ୍କର daughters. ପୁତ୍ର ଓ କନ୍ୟା ଆମକୁ Put କରନ୍ତୁ your hand upon these dear ଆପଣଙ୍କର people. ହସ୍ତ ଏହି ପ୍ରିୟ ଲୋକମାନଙ୍କ ଉପରେ Let them ପକାନ୍ତୁ not walk in blindness and darkness anymore. ଯେପରି ସେମାନେ ଆଉ ଅନ୍ଧତ୍ୱରେ ଆଉ ଅନ୍ଧକାରତାରେ ନ ଚାଲନ୍ତୁ Let there come your peace into their ଆପଣଙ୍କର hearts. ଶାନ୍ତି ତାଙ୍କ ହୃଦୟ ଉପରେ ଆସୁ You gave that woman who was destroying families your living ସେଇ ସ୍ତ୍ରୀ water. ଯିଏ ଅନେକ ପରିବାରକୁ ଧ୍ୱଂସ କରୁଥିଲା ତାଙ୍କୁ ଆପଣ ଜୀବନ୍ତ ଜଳ ଦେଲେ Lord God, ହେ ପ୍ରଭୁ let me also become a fountain of ମୁଁ living ମଧ୍ୟ ସେଇ water. ଜୀବନ୍ତ ଜଳର ନିର୍ଝର ସ୍ୱରୂପ ହୋଇପାରେ Change me, change my ମୋତେ wicked ପରିବର୍ତ୍ତନ heart. କରନ୍ତୁ ମୋର ଦୁଷ୍ଟ ହୃଦୟକୁ ପରିବର୍ତ୍ତନ Touch କରନ୍ତୁ me ମୋତେ now. ଏବେ ହିଁ ଛୁଅନ୍ତୁ You died ଆପଣ for ମୋ me. ନିମନ୍ତେ ମୃତ୍ୟୁବରଣ କଲେ Make me whole. ମୋତେ ସମ୍ପୂର୍ଣ୍ଣ କରନ୍ତୁ Hear our prayer. ଆମର ପ୍ରାର୍ଥନା ଶୁଣନ୍ତୁ In Jesus' name. ଯୀଶୁଙ୍କ ନାମରେ Amen. ଆମେନ୍